হ্যালো ফ্রেন্ডস, জয় জগন্নাথ। ମୁଁ ରାଜୁ। ମୋର ଆଜି 4 ନମ୍ବର ବ୍ଲଗ୍ ସୁଟ୍ କରୁଛି। ଘର ପାଖରୁ ସକାଳୁ ବେଣୁସୁ ଉଠି ଟିକେ ମୁହଁ ଧୋଇ ବିଛଣାକୁ ଟିକେ ସଜେଇ ଦେଇ ମୋର ଆଜି ପ୍ଲାନ୍ ଥିଲା ମୋ ସାଇକେଲଟା ନେଇକି ରିପେୟାର କରିବା ପାଇଁ। ସାଇକେଲକୁ ନେଇ ସାଇକେଲ ଗ୍ୟାରେଜକୁ ବାହାରିଗଲି। ମୁଁ ତ ଏକୁଟିଆ ଯାଇପାରିଲି, ମୋ ସାଙ୍ଗକୁ ଡାକିଲି। ସିଏ ଆସିକି ମୋତେ ଟିକେ ଲିଫ୍ଟ ଦେଲା। ଲିଫ୍ଟ ଦେବା ବଦଳରେ ମୋ ଠାରୁ 2ଟା ସିଙ୍ଗଡ଼ା ଖାଇଲା। ତାକୁ ନେଇକି ସାଇକେଲ ଦୋକାନରେ ପକାଇଦେଲି। ସାଇକେଲ ଦୋକାନରେ କହିଲେ ସେ ବହୁତ ଡ୍ୟାମେଜ୍ ହେଇଛି, ତୁମେ 2 ଘଣ୍ଟା ଭଳି ଛାଡ଼ିକି ଆସ। ସେଠୁ ଟିକେ ବୁଲାବୁଲି ସାରି କାମକୁ ଆସିଲି। କାମକୁ ଦେଖିଲା ବେଳକୁ ଏଠି ଭାଇ ବିନା ପରିବା ଚାଷରେ ତ ଏଇଖିଣା ପରିବାରେ ହାତ ମାରି ହେବନି। ସେଥିପାଇଁ କାମ ଘରେ ରହିବାକୁ ଗଲେ କାମ କରିବାକୁ ପଡ଼ିବ। ଯେହେତୁ ମୁଁ ଆସିକି କିଛି ସମୟ କାମ କରିଦେଲି, ନହେଲେ ଘରେ ତ ଗୁଇଁଠା ତ ମାରିକି ବାହାରିବାର ଅଛି। ସେଠୁ କାମ ସାରି ଟିକେ ବୁଲିବାକୁ ବାହାରି ଆଇଲି ବିଲ ଆଡ଼ିକି। ଦେଖିଲି ଧାନ ଫାନ କୋଉରମ ହେଇଛି କି ନାହିଁ। ସେଠୁ ବୁଲିବାକୁ ବାହାରି ଆଇଲି। ଆସିଲା ପରେ ଟିକେ ବୁଲାବୁଲି କରିକି ସନ୍ଧ୍ୟା ପର୍ଯ୍ୟନ୍ତ ଟିକେ ଟାଇମ୍ ବିତେଇଲି। ଟିକେ ଏଣୁ ତେଣୁ କ୍ୟାମେରା ଟିକେ ଷ୍ଟାଇଲ୍ ଫାଇଲ୍ ମାରିଦେଲି। 2ଟା ଖଣ୍ଡେ ସିନେମାଟିକ୍ ସଟ୍ ଏପଟ ସେପଟ କଲି, ଦେଖନ୍ତୁ ଭଲ ହେଇଛି କି ନାହିଁ ଫାର୍ଷ୍ଟ ଟ୍ରାଏର। ତାକୁ ସେଠୁ ସାରିଲା ପରେ ସନ୍ଧ୍ୟାବେଳକୁ ଫୋନ୍ ଆସିଲା ଯେ ଆଜି ଗୋଟେ ରାତିରେ ଗୋଟେ କ୍ୟାଟରିଂ କଲ୍ ଅଛି। ଟିକେ ବୁଲାବୁଲି ସାରି ମୁଁ ବାହାରିଗଲି କ୍ୟାଟରିଂ କଲ୍ ଯାଇକି ପହଞ୍ଚିଲା ବେଳକୁ ମୋ ସାଙ୍ଗକୁ ଦେଖିବେ ଯେ ସେଠି ଯାଇକି ମୁଁ ପହଞ୍ଚିଲା ବେଳକୁ ଗାଁ କରି ଖାଉଛି। ଭଳିଆ ପଶୁରେ ଭାଇ କ'ଣ ଖାଉଛୁ? ତାକୁ କହିଲା ବେଳକୁ କହୁଛି ଭାଇ 1.5 ଦିନ ହେଲା ଖାଇନାହିଁ। ଠିକ୍ ଅଛି, ଜୟ।